ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ ଆମେ କଥା ହେବା ମହର୍ଷି ବାଲ୍ମୀକିଙ୍କ ବିଷୟରେ। ସଂସ୍କୃତ ସାହିତ୍ୟର ଆଦିକବି ଭାବେ ମହର୍ଷି ବାଲ୍ମୀକି ସୁପରିଚିତ। ସେ କେବଳ ଜଣେ ମହାନ ପଣ୍ଡିତ ନଥିଲେ ବରଂ ଜଣେ ଦ୍ରଷ୍ଟା ମହର୍ଷି ଥିଲେ, ଯିଏ ବିଶ୍ୱ ପ୍ରସିଦ୍ଧ ମହାକାବ୍ୟ ରାମାୟଣ ରଚନା କରି ମାନବ ସଭ୍ୟତାକୁ ଏକ ନୂତନ ଦିଗ ଦର୍ଶନ ଦେଇଛନ୍ତି। ଜଣାଶୁଣା ପୌରାଣିକ କଥା ଅନୁଯାୟୀ ମହର୍ଷି ବାଲ୍ମୀକି ପୂର୍ବ ଜୀବନରେ ରତ୍ନାକର ନାମକ ଜଣେ ଦସ୍ୟୁ ଥିଲେ। ସେ ପଥିକମାନଙ୍କୁ ଲୁଟ୍ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଦିନେ ସପ୍ତର୍ଷିଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ସପ୍ତର୍ଷିଙ୍କ ପ୍ରଶ୍ନରେ ରତ୍ନାକର ଜାଣିବାକୁ ପାଇଲେ ଯେ ତାଙ୍କ ପାପର ଭାଗିଦାର କେହି ହେବେ ନାହିଁ। ଏହି ଘଟଣା ତାଙ୍କ ହୃଦୟରେ ଗଭୀର ପରିବର୍ତ୍ତନ ଆଣିଥିଲା। ସେ ସବୁକିଛି ତ୍ୟାଗ କରି ତପସ୍ୟା ମଗ୍ନ ହୋଇଥିଲେ। ତାଙ୍କ ଶରୀର ଚାରିପଟେ ଉଇ ହୁଙ୍କା ସୃଷ୍ଟି ହୋଇଥିବାରୁ ତାଙ୍କ ନାମ ବାଲ୍ମୀକି ହୋଇଥିଲା। ଥରେ ସେ ଏକ କଉଞ୍ଚ ପକ୍ଷୀ ଯୁଗଳ ମଧ୍ୟରୁ ବ୍ୟାଧ ଦ୍ୱାରା ଜଣକ ମୃତ୍ୟୁ ଦେଖି ବାଲ୍ମୀକିଙ୍କ ମନରେ ପ୍ରବଳ ଦୁଃଖ ଓ ଶୋକ ସୃଷ୍ଟି ହୋଇଥିଲା। ସେହି ଶୋକରୁ ହିଁ ପ୍ରଥମ ଶ୍ଲୋକର ସୃଷ୍ଟି ହୋଇଥିଲା। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସିଏ ଶ୍ରୀରାମଚନ୍ଦ୍ରଙ୍କ ଜୀବନକୁ ଆଧାର କରି ରାମାୟଣ ରଚନା କରିଥିଲେ। ଏଥିରେ ସେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଆଦର୍ଶ ଚରିତ୍ରକୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି। ବାଲ୍ମୀକିଙ୍କ ରାମାୟଣ ଭାରତୀୟ ସଂସ୍କୃତି, ଧର୍ମ ଏବଂ ପାରିବାରିକ ମୂଲ୍ୟବୋଧର ଏକ ମୂଲ୍ୟବାନ ସମ୍ପତ୍ତି। ବାଲ୍ମୀକି କେବଳ ରାମାୟଣ ରଚୟିତା ନଥିଲେ, ସେ ରାମାୟଣର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ମଧ୍ୟ ଥିଲେ। ଯେତେବେଳେ ପ୍ରଭୁ ରାମ ମାତା ସୀତାଙ୍କୁ ବନବାସ ଦେଇଥିଲେ, ସେତେବେଳେ ବାଲ୍ମୀକି ନିଜ ଆଶ୍ରମରେ ତାଙ୍କୁ ଆଶ୍ରୟ ଦେଇଥିଲେ। ସେଠାରେ ସେ ଲବକୁଶ ଜନ୍ମଗ୍ରହଣ କରିଥିଲେ ଏବଂ ବାଲ୍ମୀକିଙ୍କ ନିକଟରୁ ଶସ୍ତ୍ର ଓ ଶାସ୍ତ୍ର ଶିକ୍ଷା ଲାଭ କରିଥିଲେ। ମହର୍ଷି ବାଲ୍ମୀକିଙ୍କ ଜୀବନ ଶିକ୍ଷା ଦିଏ ଯେ ସାଧନା ଓ ଭକ୍ତି ବଳରେ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ମହାନତାର ଶିଖର ଛୁଇଁପାରେ। ତାଙ୍କ ରଚିତ ରାମାୟଣ ଯୁଗ ଯୁଗ ଧରି ମାନବ ସମାଜକୁ ସତ୍ୟ ଏବଂ ଧର୍ମର ମାର୍ଗ ଦେଖାଇ ଚାଲିଥିବ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଲାଇକ୍ କରିଦେବ, ଭିଡ଼ିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।